ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା +3 ଫାର୍ଷ୍ଟ ସେମିଷ୍ଟରର AECC 1, ଓକେ, ଯେଉଁଟାକି କମ୍ପଲସରି ପରିବେଶ, ଓକେ, ପରିବେଶର ଅଧ୍ୟୟନ ଓ ବିପର୍ଯ୍ୟୟ ପରିଚାଳନା। ଓକେ, ତାର ସମୁଦାୟ ୟୁନିଟ୍ 4ଟା ଅଛି। ଦେଖ, ୟୁନିଟ୍ 1ରେ ଅଛି ପରିବେଶ, ୟୁନିଟ୍ 2ରେ ଅଛି ଜଳବାୟୁ ପରିବର୍ତ୍ତନ ଓ ସହନଶୀଳତା ବିକାଶ, ୟୁନିଟ୍ 3ରେ ଅଛି ବିପର୍ଯ୍ୟୟ ପରିଚାଳନା, ୟୁନିଟ୍ 4ରେ ଅଛି ଜନସ୍ୱାସ୍ଥ୍ୟ ପରିଚାଳନା। ଓକେ, এইটা ଥିଲା ସିଲାବସ୍। ଚାଲ ଆମେ ଦେଖିବା ପରିବେଶ ଉପରେ କିଛି ସର୍ଟ କ୍ୱେଶ୍ଚିନ୍, ଯେଉଁଟାକି ୟୁନିଟ୍ 1ରେ ରହିଛି। ପରିବେଶକୁ ଇଂଲିଶ କହନ୍ତି ଏନଭାରମେଣ୍ଟ। ଓକେ, ପାର୍ଟ 1ରେ ତାକୁ ଦେଇଛି ଏକ ପ୍ରତ୍ୟେକ ମୂଲ୍ୟର 1 ନମ୍ବର। ଓକେ, ଫିଲ୍ ଇନ୍ ଦ ବ୍ଲାକ୍। ଦେଖ, ପରିବେଶର କିଛି ଏକ ମାର୍କିଆ କ୍ୱେଶ୍ଚିନ୍ ଦେଖିବା। 1 ନମ୍ବର ରହିଛି ଅଶ୍ମମଣ୍ଡଳ, ବାୟୁମଣ୍ଡଳ, ବାୟୁମଣ୍ଡଳ ଓ ଜୀବମଣ୍ଡଳ ଡ୍ୟାସ୍ ପରିବେଶର ମୁଖ୍ୟ 4ଟି ମଣ୍ଡଳ। ପ୍ରାକୃତିକ, ଓକେ, ଭୂପୃଷ୍ଠ ଓ ଭୂ ଅଭ୍ୟନ୍ତର ସମସ୍ତ ଶିଳା ଓ ମୃତ୍ତିକାକୁ ନେଇ ଡ୍ୟାସ୍ ଗଠିତ ଅଶ୍ମମଣ୍ଡଳ। ମନେ ରଖିବ, ଏଗୁଡ଼ା ସବୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ପୃଥିବୀ ପୃଷ୍ଠକୁ ଘେରି ରହିଥିବା ଗ୍ୟାସୀୟ ଆବରଣକୁ ଡ୍ୟାସ୍ କୁହାଯାଏ। ବାୟୁମଣ୍ଡଳ, ପୃଥିବୀ ପୃଷ୍ଠରେ ପରିବ୍ୟାପ୍ତ ସମସ୍ତ ଜଳରାଶିର ସମଷ୍ଟିକୁ ଡ୍ୟାସ୍ କୁହାଯାଏ। ବାୟୁମଣ୍ଡଳ, ଯେଉଁ ଜଳରେ କ୍ୟାଲସିୟମ୍ ଓ ମାଗ୍ନେସିୟମ୍ ରହିଥାଏ ତାହାକୁ ଡ୍ୟାସ୍ କୁହାଯାଏ। ଖରଜଳ, ଭୂପୃଷ୍ଠର ହାରାହାରି ଡ୍ୟାସ୍ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ବାୟୁମଣ୍ଡଳ ସ୍ତରକୁ ଟ୍ରାପୋସ୍ଫିୟର କୁହାଯାଏ। 25 କିଲୋମିଟର। ସମସ୍ତ ବୃକ୍ଷଲତା, ପ୍ରାଣୀ ଓ ଅଣୁଜୀବଙ୍କୁ ନେଇ ଡ୍ୟାସ୍ ଗଠିତ ହୋଇଥାଏ। ଜୀବମଣ୍ଡଳ, ଜୀବମଣ୍ଡଳକୁ ଖାଦ୍ୟ ଶୃଙ୍ଖଳ ଅନୁସାରେ ଡ୍ୟାସ୍ ଭାଗରେ ବିଭକ୍ତ କରାଯାଇଛି। 3. ଯେଉଁମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାନ୍ତି ତାଙ୍କୁ ଡ୍ୟାସ୍ କୁହାଯାଏ। ଉତ୍ପାଦକ, ପରିବେଶର ଗାଠନିକ ଓ କାର୍ଯ୍ୟକାରୀ ଏକକକୁ ଡ୍ୟାସ୍ କୁହାଯାଏ। ପରିସଂସ୍ଥା, ବାୟୁମଣ୍ଡଳରେ ଯବକ୍ଷାରଜାନ ପ୍ରାୟ ଶତକଡ଼ା ଡ୍ୟାସ୍ ଭାଗ ରହିଥାଏ। 78. ବାୟୁମଣ୍ଡଳରେ ବିଭିନ୍ନ ରାସାୟନିକ ଗ୍ୟାସର ପରିମାଣ ବୃଦ୍ଧି, ସବୁଜ କୋଠରୀ ପ୍ରଭାବ, ଜୀବାଶ୍ମ ଇନ୍ଧନର ଦହନ ଆଦି ଯୋଗୁଁ ଭୂପୃଷ୍ଠ ତାପମାତ୍ରା ବୃଦ୍ଧି ପାଇଥାଏ। ଏହାକୁ ଡ୍ୟାସ୍ କୁହାଯାଏ। ଉତ୍ତପ୍ତ ପୃଥିବୀ ବା ଗ୍ଲୋବାଲ ୱାର୍ମିଂ। ଓକେ, ଦେଖ, ଜଳରେ ବିଭିନ୍ନ ଜୈବିକ ଓ ଅଜୈବିକ ପଦାର୍ଥର ଅପମିଶ୍ରଣ ହେତୁ ଜଳର ରାସାୟନିକ ଓ ଭୌତିକ ଧର୍ମର ପରିବର୍ତ୍ତନ ଘଟି ଡ୍ୟାସ୍ ପ୍ରଦୂଷଣ ହୋଇଥାଏ। ଜଳ, ଓଜୋନ ସ୍ତର ପୃଥିବୀ ପୃଷ୍ଠର ଡ୍ୟାସ୍କୁ ଶୋଷଣ କରିନିଏ। ଅତି ବାଇଗଣୀ ରଶ୍ମି, ଯେଉଁଟାକି ବଡି ଉପରେ ପଡ଼ିଲେ ଏଇଠି ଅତି ବାଇଗଣୀ ରଶ୍ମିଟା କ୍ୟାନ୍ସର ହୋଇଯାଏ। ଓକେ, ମନେ ଗୋଟେ କଥାଟେ। କଳକାରଖାନାର ନିର୍ଗତ ଅପଜାତ ପଦାର୍ଥରେ ଥିବା ରାସାୟନିକ ପଦାର୍ଥ ଡ୍ୟାସ୍ ପ୍ରଦୂଷଣର ଏକ କାରଣ। ମୃତ୍ତିକା, ପରିବେଶ କହିଲେ ଆମେ ଡ୍ୟାସ୍ ଅବସ୍ଥା ବା ଉତ୍ପାଦନ ଯାହା ଆମର କାର୍ଯ୍ୟକଳାପ ଉପରେ ବହୁଳ ଭାବରେ ପ୍ରଭାବିତ କରେ। ଚତୁଃପାର୍ଶ୍ୱସ୍ଥ, ପରିବେଶ ଅଧ୍ୟୟନ ଆମକୁ ପରିବେଶ ଓ ଏହାର ବିଭିନ୍ନ ଡ୍ୟାସ୍ ଜ୍ଞାନ ପ୍ରଦାନ କରେ। ଉତ୍ପାଦନ, ପରିବେଶ ଉଭୟ ଡ୍ୟାସ୍ ଓ ଡ୍ୟାସ୍ ପାରିପାର୍ଶ୍ୱିକ ଅବସ୍ଥାକୁ ସୂଚାଏ। ପ୍ରାକୃତିକ ଓ ଅପ୍ରାକୃତିକ, ସଜୀବର ବିକାଶକୁ ପୂର୍ଣ୍ଣମାତ୍ରାରେ ପ୍ରଭାବିତ କରୁଥିବା ସମୁଦାୟ ଅବସ୍ଥା ହିଁ ଆମର ଡ୍ୟାସ୍ ପରିବେଶ। ପରିବେଶ କେତେକ ଡ୍ୟାସ୍ ଉପାଦାନକୁ ନେଇ ଗଠିତ। ନିର୍ଜୀବ, ମନୁଷ୍ୟ ତିଆରି କରିଥିବା ସମସ୍ତ ଉପାଦାନ କୃତ୍ରିମ ଓ ଅନ୍ତର୍ଭୁକ୍ତ। ପରିବେଶ, ସାମାଜିକ ଅର୍ଥନୈତିକ ପରିବେଶ କହିଲେ କେଉଁ ପରିବେଶର ଡ୍ୟାସ୍ ବୃଦ୍ଧି ଉତ୍ତରାଧିକାରୀ ସାଂସ୍କୃତିକ ବିକାଶ ସାମ୍ପ୍ରଦାୟିକ ମାନବ। ମନୁଷ୍ୟର ଦୈନନ୍ଦିନ ଜୀବନ ପ୍ରବାହ ଆମର ବ୍ୟବହାର ଓ ସମା ଉପରେ ପ୍ରଭାବ ପକାଉଥିବା ବାହ୍ୟିକ ଶକ୍ତି ଆବେଦନ ତଥା ତାର ପ୍ରଭାବ ସମୂହକୁ ଡ୍ୟାସ୍ କୁହାଯାଏ। ପରିବେଶ, ସାଧାରଣ କଥାରେ ଡ୍ୟାସ୍ କହିଲେ ଆମ ଚାରିପାଖର ସବୁ ଜୀବ ଓ ଅବସ୍ଥାକୁ ବୁଝାଏ। ପରିବେଶ, ବାୟୁ କେତେକ ଡ୍ୟାସ୍ ଏକ ସାଧାରଣ ମିଶ୍ରଣ ଅଟେ। ଗ୍ୟାସର, ଡ୍ୟାସ୍ ଓ ଡ୍ୟାସ୍ ବାୟୁର ମୁଖ୍ୟ ଉପାଦାନ। ଯବକ୍ଷାରଜାନ ଓ ଅମ୍ଳଜାନ। ସମମଣ୍ଡଳରେ ତୃତୀୟ ସ୍ତର ରୂପେ ଡ୍ୟାସ୍ ଅବସ୍ଥିତ। ମେସୋସ୍ଫିୟର।
ବିଷୁବ ବୃତ୍ତଠାରେ ଟ୍ରାପୋସ୍ଫିୟର ଡ୍ୟାସ୍ କିମି ପର୍ଯ୍ୟନ୍ତ ଦେଖାଯାଏ। 16 ଟ୍ରାପୋପୋଜ୍ଠାରୁ ପ୍ରାୟ ଡ୍ୟାସ୍ କିମି ଉଚ୍ଚତା ପର୍ଯ୍ୟନ୍ତ ରହିଅଛି। 20 ଭୂପୃଷ୍ଠରେ ସମସ୍ତ ଜଳରାଶିକୁ ନେଇ ଡ୍ୟାସ୍ ଗଠିତ ବାୟୁମଣ୍ଡଳ। ଯେଉଁ ଜଳରେ କ୍ୟାଲସିୟମ ଓ ମାଗ୍ନେସିୟମର କୌଣସି ଦ୍ରବୀଭୂତ ଲବଣ ନଥାଏ ତାକୁ ଡ୍ୟାସ୍ କୁହାଯାଏ ମୃଦୁ ଜଳ। କ୍ୟାଲସିୟମ ଓ ମାଗ୍ନେସିୟମରେ ଦ୍ରବଣୀୟ ଲବଣ ଯଥା କ୍ଲୋରାଇଡ୍, ସଲଫେଟ୍ ଓ ବାଇକାର୍ବୋନେଟ୍ ଜଳରେ ଦ୍ରବୀଭୂତ ହୋଇ ରହିଲେ ଡ୍ୟାସ୍ ଗଠନ କରିଥାନ୍ତି। ଖର ଜଳ। ପ୍ରତ୍ୟେକ ଜୀବର ଶରୀରର ମଧ୍ୟରେ ଡ୍ୟାସ୍ ପରିବେଶ ନିତାନ୍ତ ଆବଶ୍ୟକ। ପୋଷାକ। ଡ୍ୟାସ୍ ବିନା ଜୀବନ ଅସମ୍ଭବ। ଜଳ। ପୃଥିବୀର କର୍ଣ୍ଣଭାଗକୁ ଡ୍ୟାସ୍ କୁହାଯାଏ ଭୂତ୍ୱକ। ମୃତ୍ତିକାକୁ ସାଧାରଣତଃ ଡ୍ୟାସ୍ ଭାଗରେ ବିଭକ୍ତ କରାଯାଇଅଛି। 2 ସାଧାରଣତଃ ସିଲିକନ୍, ମାଗ୍ନେସିୟମ୍, ଆଲୁମିନିୟମ୍ ଆଦି ଡ୍ୟାସ୍ ପଦାର୍ଥଗୁଡ଼ିକ ଦ୍ୱାରା ଗଠିତ ଯୌଗିକ। ଡ୍ୟାସ୍ ମସିହାରେ ଏଚ୍. ହେଲ୍ଟର ନାମକ ଜଣେ ପ୍ରାଣୀ ବିଜ୍ଞାନୀ ପରିବେଶିକା ଶବ୍ଦଟିର ନାମକରଣ କରିଥିଲେ। 1868 ପାରିପାର୍ଶ୍ୱିକ ବିଜ୍ଞାନ ସାଧାରଣତଃ ଡ୍ୟାସ୍ ଏବଂ ଡ୍ୟାସ୍କୁ କେନ୍ଦ୍ର କରି ଗଠନ କରାଯାଇଥାଏ। ଉଦ୍ଭିଦ ଓ ପ୍ରାଣୀ। ଇକୋଲୋଜି ଶବ୍ଦଟି ଡ୍ୟାସ୍ ଏବଂ ଡ୍ୟାସ୍ ଦୁଇଟି ଶବ୍ଦର ସମଷ୍ଟି। କିଓସ୍ ଲୋଗୋସ୍। ଓକିଓସ୍ର ଅର୍ଥ ଡ୍ୟାସ୍ ରହିବା ସ୍ଥାନ। ଜୀବର। ଲୋଗୋସ୍ର ଡ୍ୟାସ୍ ଅର୍ଥ ପଢ଼ିବା। ପରିବେଶିକାର ଅର୍ଥ ହେଲା ଉଭୟ ପ୍ରାଣୀ ଓ ପରିବେଶର ପ୍ରାକୃତିକ ଡ୍ୟାସ୍ ବିଷୟରେ ପଢ଼ିବା ଏବଂ ଜାଣିବା। ପରିସଂସ୍ଥାନ। ଏଇଠି ଭିଡ଼ିଓଟି ସରିଯାଇଛି। ଜୟ ଜଗନ୍ନାଥ। ଭିଡ଼ିଓଟି ଯେଉଁମାନେ ଦେଖୁଛନ୍ତି ଲାଇକ୍, ସେୟାର ଏବଂ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଓକେ, ଏବଂ ଭିଡ଼ିଓ ସବସ୍କ୍ରାଇବ୍ କଲା ପରେ ଅଲ୍ ବଟନରେ କ୍ଲିକ୍ କରିବେ। ଯେଉଁ ଭିଡ଼ିଓଟି ମୁଁ ପ୍ରଥମ ଅପଲୋଡ଼ କରିବ ଆପଣଙ୍କ ପାଖକୁ ସର୍ବପ୍ରଥମେ ଯିବ। ଓକେ, ଏବେ ଜୟ ଜଗନ୍ନାଥ।